এবং এখানে উপস্থিত ଥିବା ମୋର ଛୋଟ ବଡ଼ ଭାଇ ଓ ଭଉଣୀମାନେ ଆଜି ହେଉଛି ଡକ୍ଟର ଜାକିର ହୁସେନ ଜୟନ୍ତୀ। ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଡକ୍ଟର ଜାକିର ହୁସେନ ଭାରତର ଜଣେ ମହାନ ଶିକ୍ଷାବିଦ, ଦେଶଭକ୍ତ ଏବଂ ରାଷ୍ଟ୍ରପତି ନେତା ଥିଲେ। ଭାରତର ତୃତୀୟ ରାଷ୍ଟ୍ରପତି ଥିଲେ। ତାଙ୍କ ଜନ୍ମ 8 ଫେବୃଆରୀ 1897 ମସିହାରେ ହୋଇଥିଲା। ତାଙ୍କ ପିତାଙ୍କ ନାମ ଫିଦା ହୁସେନ ଥିଲା। ଡକ୍ଟର ଜାକିର ହୁସେନ ଉଚ୍ଚ ଶିକ୍ଷା ପାଇଁ ଜର୍ମାନୀ ଯାଇଥିଲେ ଏବଂ ସେଠାରେ ଡକ୍ଟରେଟ୍ ଡିଗ୍ରୀ ଲାଭ କରିଥିଲେ। ଭାରତ ଫେରି ଆସି ସେ ଶିକ୍ଷା କ୍ଷେତ୍ରରେ ଅମୂଲ୍ୟ ଅବଦାନ ଦେଇଥିଲେ। ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟରେ ଜଣେ ପ୍ରମୁଖ ପ୍ରତିଷ୍ଠାତା କରିଥିଲେ। ଦୀର୍ଘ ସମୟ ଧରି ଆଲଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟରେ ଉପକୁଳପତି ଭାବେ କାର୍ଯ୍ୟ କରିଥିଲେ। ପରେ ସେ ବିହାରର ରାଜ୍ୟପାଳ ଏବଂ ଭାରତର ଉପରାଷ୍ଟ୍ରପତି ହେଲେ। 1967 ମସିହାରେ ଭାରତର ରାଷ୍ଟ୍ରପତି ହେଲେ। ଡକ୍ଟର ଜାକିର ହୁସେନ ସରଳ, ସତ୍ୟବାଦୀ ଏବଂ ଜନମୁଖୀ